ଦିନରେ ବିଲୁଆ ଭୁକିବେ, ଅମାବାସ୍ୟା ସଂକ୍ରାନ୍ତି ଏକତ୍ର ପଡିବ, ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ଏକତ୍ର ପଡିବ। ମାଳିକାରେ ଲେଖା ହୋଇଛି ସେଇ ସମୟ କଥା। ବିଲୁଆ କୁକୁର ଘରେ ପଶିବେ, ଆଉ ଦିନରେ ଦିଶିବ ତାରା। ସାଙ୍ଗମାନେ, ମାଳିକାରେ ଲେଖାଥିବା ଅନେକ ଘଟଣା ଓ କାହାଣୀ ମାନ ବର୍ଣ୍ଣନା କରାଯାଇଛି। ମହାପୁରୁଷ ଲେଖି ଯାଇଥିବା କଥାକୁ ବିଭିନ୍ନ ପଣ୍ଡିତ ମାନେ ବିଶ୍ୱାସ କରିବା ସହିତ କଳିଯୁଗର ମଣିଷଙ୍କୁ ବର୍ଣ୍ଣନା କରି ବୁଝାଇଛନ୍ତି ମଧ୍ୟ। ତେବେ 600 ବର୍ଷ ପୁରୁଣା ମାଳିକାରେ ଯାହା ଲେଖା ହୋଇଛି ତାହାକୁ କଳିଯୁଗର ଲୋକମାନେ ଅଙ୍ଗେ ନିଭାଉଛନ୍ତି ମଧ୍ୟ। ତେବେ ମାଳିକାରେ ମହାପୁରୁଷ ଲେଖିଛନ୍ତି, ଆପଦ ପଡିବ ବହୁତ କିଛି, ଆବୁର ଭାଙ୍ଗିବ ଆଗକୁ ଅଛି। ଏହାର ଅର୍ଥ ଆଗକୁ ଆହୁରି ବହୁତ କିଛି ବିପଦ ପଡିବ। ବାସ୍ତବରେ ତାହା ଘଟୁଛି ମଧ୍ୟ। ଆମ ଅଜାଣତରେ ବନ୍ୟା, ବାତ୍ୟା, ମରୁଡି ଆସି ସବୁ କିଛି ଧ୍ୱଂସ କରିଦଉଛି। ଆମେମାନେ ଆଖି ଆଗରେ ସବୁ ଦେଖି ମଧ୍ୟ ପ୍ରକୃତି ଆଗରେ ହାର ମାନି ଯାଉଛେ, କିଛି ବି କରିପାରୁନେ, କେବଳ ବିନାଶ ଦେଖୁଛେ। ମହାପୁରୁଷ ଏହା ମଧ୍ୟ କହିଛନ୍ତି ଯେ ଅମାବାସ୍ୟା ସଂକ୍ରାନ୍ତି ଏକାଠି ପଡିବ, ଆଉ ଏହି ସଂକେତର ଅର୍ଥ ହେବ ମହାବିନାଶ। କେବଳ ଅମାବାସ୍ୟା ସଂକ୍ରାନ୍ତି ନୁହେଁ, ଗୋଟିଏ ପକ୍ଷରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ମଧ୍ୟ ହେବ। ଏହି ସବୁ ଅନର୍ଥ କେବଳ ଅନ୍ୟାୟ ଓ କଳିଯୁଗର ପାପ ଭାର ବଢିବା ଦ୍ୱାରା ହିଁ ଘଟିବ। ଦିନେ ଏମିତି ମଧ୍ୟ ଘଟିବ ଯାହା କଳିଯୁଗର ମଣିଷଙ୍କୁ ବ୍ୟତିବ୍ୟସ୍ତ କରି ପକାଇବ। ମହାପୁରୁଷ ତାଙ୍କ ମାଳିକାରେ ଲେଖିଛନ୍ତି, ଦିନରେ ଶୃଗାଳ ରାବ କରିବ, ଆଉ ଦିନରେ ଦିଶିବ ତାରା। ଶୃଗାଳ ରାବ କରିବ ଅର୍ଥ ତାରା, ଏହାର ଅର୍ଥ ରାତି ଦିନ ଭଳି ହେବ, ଆଉ ଦିନ ରାତି ଭଳି ହେବ। ବାସ୍ତବରେ ବିଲୁଆ କୁକୁର ରାତିରେ ବୋବାନ୍ତି, କିନ୍ତୁ ଦିନେ କଳିଯୁଗରେ ଏପରି ସମୟ ଆସିବ ଯେ ଦିନଟା ରାତି ହୋଇଯିବ, ଆଉ କୁକୁର ବିଲୁଆଙ୍କର ଶବ୍ଦରେ ଲୋକେ ଭୟଭୀତ ହୋଇ ପଡିବେ। ମାଳିକାରେ ଲେଖା ଅଛି, 7 ଦିନ ଯେ ଅନ୍ଧାର ହୋଇବ, ସୂର୍ଯ୍ୟ ନ ହୋଇବ ଦେଖା। ଶୃଗାଳ କୁକୁର ଘରେ ପଶିଯିବେ, କେହି ନ କରିବେ ରକ୍ଷା। ଯେତେବେଳେ ଏହି ଘଟଣା ସବୁ ଘଟିବ, କଳିଯୁଗର ଲୋକମାନଙ୍କୁ ଆଉ କେହି ରକ୍ଷା କରିପାରିବେନି। ତେବେ ସାଙ୍ଗମାନେ, କଳିଯୁଗରେ ଏହିଭଳି ଘଟଣା ଗୋଟିଏ ପରେ ଗୋଟିଏ ନୁହେଁ, ଦିନରେ ନୁହେଁ, 7 ଦିନ ଧରି ଘଟିବ। ଏହାର ଅର୍ଥ 7 ଦିନ ଅନ୍ଧାର ହେବ। ଆଉ ଏହା କେବେ ହେବ ତାହା ମଧ୍ୟ ମହାପୁରୁଷ ମାଳିକାରେ ଲେଖିଛନ୍ତି। ପୁରାଣ ଅନୁସାରେ ସତ୍ୟ ଯୁଗ, ତ୍ରେତୟା ଯୁଗ ଓ ଦ୍ୱାପର ଯୁଗରେ ମଧ୍ୟ 7 ଦିନ ଅନ୍ଧାର ହୋଇଛି। କେବଳ ବାକି ରହିଛି କଳିଯୁଗ। ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି, ସେତେବେଳେ ସର୍ବେ ହୋଇବେ ଏକାକାର, ଏକ ମୁଖେ ହୋଇ ଡାକିବେ, ମହାପ୍ରଭୁ ରକ୍ଷା କର। ଯେତେବେଳେ ଏଭଳି ସ୍ଥିତି ଆସିବ, ସମସ୍ତେ ଭଗବାନଙ୍କୁ ମନେ ପକାଇବେ, ପ୍ରଭୁ ରକ୍ଷା କର ବୋଲି ଡାକ ଛାଡିବେ, କିନ୍ତୁ କିଛି ଲାଭ ହେବ ନାହିଁ ବୋଲି ମହାପୁରୁଷ କହିଛନ୍ତି। ପୁଣି ଏ କଥା ବି କହିଛନ୍ତି, କଳି ଶେଷ ବେଳକୁ ମହାପୁରୁଷ ମାନେ ବଡ ଦେଉଳରେ ଦେଖାଦେବେ। ପଣ୍ଡିତ ମାନେ ଅନ୍ୟାୟ ଅନୀତି କରିବେ, ବଡ ଦେଉଳ ଛାଡି ଚାଲିଯିବେ ମହାବାହୁ। ସେପଟେ ମୀନ କୃଷ୍ଣ ଚତୁର୍ଦ୍ଦଶୀ ଶୁକ୍ର ଯେ ବାସର, ଅନ୍ଧକାର ଗୋଟି ଗୋଟି ମର୍ତ୍ତ୍ୟ ମଣ୍ଡଳର। ଏହାର ଅର୍ଥ ମହାପୁରୁଷ କହିଛନ୍ତି, 2023 ଠାରୁ 2028 ମଧ୍ୟରେ ଏହି ସବୁ ଘଟଣା ମାନ ଘଟିବା। ସାଙ୍ଗମାନେ, ମାଳିକାରେ ଲେଖା ହୋଇଥିବା ପ୍ରତି କଥା ସତ ହେଉଛି। ଆପଣ ମାନେ ବି ଅଙ୍ଗେ ଲିଭେଇ ସାରିଲେଣି। କେମିତି ଲାଗିଲା ଆଜିର ଏହି ଭିଡିଓଟି କମେଣ୍ଟରେ ଜଣାଇବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି। ଛୋଟ ଲାଇକଟେ କରିଦେବେ, ଅନ୍ୟମାନଙ୍କୁ ସେୟାର କରିଦେବେ। ରହୁଛି, ପୁଣି ଦେଖାହବ ଆଉ ଏକ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ।